ୱେଲକମ୍ ଟୁ ଏସ୍ ଜି ଏଜୁକେସନ୍। କେମିତି ଅଛ ସମସ୍ତେ? ଆଶା କରୁଛି ତୁମେମାନେ ସମସ୍ତେ ଭଲସେ ଥିବ। ତ ପିଲାମାନେ ଦେଖିପାରୁଥିବ ତୁମମାନଙ୍କ ପାଇଁ ନେଇ ଆସିଛି ନବମ ଶ୍ରେଣୀର ଇଂଲିଶର ପ୍ରଶ୍ନପତ୍ର ତୁମମାନଙ୍କ ସାମ୍ନାରେ। ପିଲାମାନେ ତୁମର ଗୋଟିଏ ରିକ୍ୱେଷ୍ଟ, ଯେଉଁମାନେ ପ୍ରଥମ କରି ଦେଖୁଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପିଲାମାନେ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଭିଡ଼ିଓକୁ ଲାଇକ୍ କରିଦିଅ। ତ ଏବେ ଚାଲ ଡେରି ନ କରି କ'ଣ ସବୁ ପ୍ରଶ୍ନପତ୍ର ରହିଛି ତୁମମାନଙ୍କର ଦେଖିବା। ଭିଡ଼ିଓଟି ତୁମ ସାଙ୍ଗସାଥିମାନଙ୍କୁ ସେୟାର କରିଦେବ, ଯାହାଦ୍ୱାରା ସେମାନଙ୍କର କିଛି ହେଲ୍ପ ହୋଇଯିବ। ଠିକ୍ ଅଛି, ଚାଲ ଏବେ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି। ଦେଇଛି ଆନୁଆଲ୍ ଏକ୍ଜାମିନେସନ୍ 2026 କ୍ଲାସ୍ IX। ତ ସେଟ୍ ବିର ରହିଲା ଏଠି କ୍ୱେଶ୍ଚନ୍ଟା, ସବଜେକ୍ଟିଭ୍ର ରହିଲା SLEର ସବଜେକ୍ଟିଭ୍ ହେଲା। ଠିକ୍ ଅଛି, ଟାଇମ୍ ରହିଲା 1 hour 30 minutes ଆଉ ଫୁଲ୍ ମାର୍କ ରହିଲା 50। ଠିକ୍ ଅଛି, ଚାଲ ଏବେ କ୍ୱେଶ୍ଚନ୍ ଦେଖିବା କ'ଣ ଦେଇଛି ସବୁ। ଏକ ନମ୍ବର କ୍ୱେଶ୍ଚନ୍ଟା କ'ଣ ଦେଲା? ଏକ ନମ୍ବର କ୍ୱେଶ୍ଚନ୍ ଦେଲା ରାଇଟ୍ ଦି ଆନ୍ସର୍ ଇନ୍ ଏବାଉଟ୍ 50 words। ତ ଏଇଟା ଗୋଟେ ଲଙ୍ଗ୍ କ୍ୱେଶ୍ଚନ୍ ରହିଲା 5 ମାର୍କର। ଠିକ୍ ଅଛି, ଦେଲା କ'ଣ ହ୍ୱାଇ ଓୟାର ଦି ସୁଇମିଂ ଚ୍ୟାନେଲ୍ ଆସୋସିଏସନ୍ସ ଅଫିସିଆଲ୍ସ ସଫ୍ଟ। ଠିକ୍ ଅଛି, ତା ଅର୍ଡର ଦେଲା କ'ଣ? ହ୍ୱାଟ୍ ଇଜ୍ ଦ ମେନ୍ ଏମ୍ ଅଫ୍ ରୋଡ୍ ସେଫ୍ଟି କ୍ୟାମ୍ପେନ୍। ଠିକ୍ ଅଛି, ତ ଏଇଟା ରହିଥିଲା ଗୋଟେ 5 ମାର୍କିଆ। ଠିକ୍ ଅଛି, ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା? ଏକ ନମ୍ବର ବିର କ'ଣ ଦେଲା? ହ୍ୱାଇ ଡିଡ୍ ଦି ଡ୍ରିମ୍ସ ଆଣ୍ଡ ଏଫର୍ଟସ୍ ଅଫ୍ ଦି ୟଙ୍ଗ ଆଥଲେଟ୍ ଡାସ୍ ଇନ୍ ଦ ଡ୍ୟାଟ୍। ଠିକ୍ ଅଛି, ତ এটা ରହିଲା 5 ମାର୍କିଆ, এটা ବି ରହିଲା 5 ମାର୍କିଆ। ୟା ଅର୍ଡର କ'ଣ ରହିଲା? ହ୍ୱାଇ ଡଜ୍ ଦି ପଏଟ୍ ସେ ଦ୍ୟାଟ୍ କ'ଣ we see beauty in small things। ঠিক আছে, তো এটা ରହିଲା ଗୋଟେ 5 ମାର୍କିଆ କ୍ୱେଶ୍ଚନ୍ ଏକ ନମ୍ବର ବିର। ଠିକ୍ ଅଛି, ତାର ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି। ତାର ନେକ୍ସଟ କ୍ୱେଶ୍ଚନ୍ କ'ଣ ରହିଲା 2 ନମ୍ବର ଏର ରହିଲା ଆନ୍ସର ଦ ଫଲୋଇଂ କ୍ୱେଶ୍ଚନ୍ ଇନ୍ ଏବାଉଟ୍ 30 words। ତ এটা ରହିଲା 2.5 ମାର୍କିଆ। ঠিক ଅଛି, এটা 2.5 ମାର୍କିଆ ରହିଲା। ଦେଲା କ୍ୱେଶ୍ଚନ୍ କ'ଣ ଦେଲା? ହାଉ ଡିଡ୍ ଜାନକୀ ବିଗିନ୍ ହାର୍ ଟ୍ରେନିଂ ଇନ୍ ଆରବିଆନ୍ ସି। ঠিক ଅଛି, এটা ରହିଲା ତା ଅର୍ଡର ରହିଲା କ'ଣ? ହ୍ୱାଟ୍ ୱାଜ୍ ଏ ଡିଫାଇନିଂ ମୋମେଣ୍ଟ ଇନ୍ ଦ ଷ୍ଟୋରି ଅଫ୍ ଆୱାର କଣ୍ଟ୍ରି। ঠিক ଅଛି, এটা ରହିଲା 5 ମାର୍କିଆ ଗୋଟେ ରହିଲା, ନା 2.5 ମାର୍କିଆ, ସରି 2.5 ମାର୍କିଆ ଗୋଟେ ରହିଲା ହେଲା। ঠিক ଅଛି, ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଦେଇଛି। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା? ନେକ୍ସଟ କ୍ୱେଶ୍ଚନ୍ ଦେଲା বি নম্বরটা হুইচ কোয়ালিটিজ অফ এ ম্যান মেক্স হিম নোবেল। ঠিক আছে, এটা 2.5 মার্কিয়া ରହିଲା, এটা 2.5 ମାର୍କିଆ। ତା ଅର୍ଡର ଦେଲା କ'ଣ? ତା ଅର୍ଡର ଦେଲା ହାଉ ଡଜ୍ ଦି ପୋଏଟ୍ ଫିଲ୍ ଇନ୍ ଦ ଲୋନଲି ଆଇଲ୍ୟାଣ୍ଡ। ଠିକ୍ ଅଛି, এটা ତା ଅର୍ଡର ରହିଲା। ତ ଇଏ ଦୁଇଟା ଭିତରୁ ଗୋଟିଏ ଲେଖିଲେ ତୁମକୁ 2.5 ମାର୍କ ମିଳିବ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ ଦେଲା କ'ଣ? ଦେଲା ରିଡ୍ ଦ ପ୍ୟାସେଜ୍ ଆଣ୍ଡ ଆନ୍ସର ଦ କ୍ୱେଶ୍ଚନ୍ସ ଦ୍ୟାଟ୍ ଫଲୋ ଇନ୍ 1-2 words। ଠିକ୍ ଅଛି, ଏମିତି କିଛି ଗୋଟେ ପ୍ୟାସେଜ୍ ରହିଲା, ତ ୟା ତଳେ କିଛି କ୍ୱେଶ୍ଚନ୍ ଦେଇଥିବ, ଏଇ ପ୍ୟାସେଜ୍ ମଧ୍ୟରେ ଆନ୍ସର ଥିବ, ତା ଆନ୍ସର ବାହାର କରି ତୁମେ ନିଜେ ଲେଖିବ। ଠିକ୍ ଅଛି, ତ ମୁଁ ଏଇଟା କରିନାହିଁ, ତୁମେ ନିଜେ କରିଦେବ। ଠିକ୍ ଅଛି, ତାହେଲେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି। ତାପରେ ଆଇଲା କ'ଣ? 3 ନମ୍ବର କ'ଣ ଆଇଲା? ରାଇଟ୍ ଏନ୍ ଏସେ ଇନ୍ ଏବାଉଟ୍ 200 words ଟେକିଂ ଦି ହେଲ୍ପ ଅଫ୍ ଆଉଟଲାଇନ୍ସ ଗିଭେନ୍ ଫର୍ ଇଚ୍ ଟପିକ୍। ଠିକ୍ ଅଛି, এটা ରହିଲା 10 ମାର୍କର। କେତେ ମାର୍କର? 10 ମାର୍କର ରହିଲା। କ'ଣ? ମାଇ ଏମ୍ ଇନ୍ ଲାଇଫ୍ ରହିଲା, ତାର କ'ଣ ଆଉଟଲାଇନ୍ କ'ଣ ରହିଲା ସବୁ? ହ୍ୱାଟ୍ ଏନ୍ ଏମ୍ ଇଜ୍, ତାପରେ ରହିଲା ଡିଫରେଣ୍ଟ ଏମ୍ସ ଅଫ୍ ଡିଫରେଣ୍ଟ ପିପୁଲ୍, ତାପରେ ରହିଲା କ'ଣ? ହ୍ୱାଟ୍ସ ୟୋର ଏମ୍, ହୁ ୟୁ ୱିଲ୍ ନା ହ୍ୱାଟ୍ ୟୁ ୱିଲ୍ ଟୁ ଫୁଲଫିଲ୍ ୟୋର ଏମ୍। ଠିକ୍ ଅଛି, ତାପରେ ଆଉ ଗୋଟେ କ'ଣ ରହିଲା? କ'ଣ? ୟୋର ଫ୍ୟୁଚର ଅନ୍ ଇଟ୍। ଠିକ୍ ଅଛି, ତାପରେ ବିର ରହିଲା କ'ଣ? ମାଇ ଫାଦର ଆଉଟଲାଇନ୍ କ'ଣ ରହିଲା? ନେମ୍ ଏଜ୍ ଆପ୍ରିଆନ୍ସ ହିଜ୍ କ'ଣ? ହିଜ୍ ଏଭ୍ରିବଡି ଡ୍ୟୁଟି ହେଲା, ହିଜ୍ ଏଭ୍ରିବଡି ଡ୍ୟୁଟି ହିଜ୍ ରିଲେସନ୍ ୱିଥ୍ କ'ଣ? ୱିଥ୍ ୟୁ ହିଜ୍। ଠିକ୍ ଅଛି, ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ରିଲେସନ୍ ୱିଥ୍ ଅଦର ଫ୍ୟାମିଲି ମେମ୍ବର୍ସ ହ୍ୱାଇ ଡୁ ୟୁ ୱିଲ୍ ଲାଇକ୍ ହିମ୍ ଦ ମୋଷ୍ଟ। ଠିକ୍ ଅଛି, ତାପରେ ରହିଲା ସି ନମ୍ବର, ତା ଅର୍ଡର ଦେଲା ଏ ଭିଜିଟ୍ ଟୁ ଏ ଜୁ। ରହିଲା ଆଉଟଲାଇନ୍ସ କ'ଣ ରହିଲା? ନେମ୍ ଆଣ୍ଡ ପ୍ଲେସ୍, ଆନିମାଲ୍ସ ଆଣ୍ଡ ବାର୍ଡସ୍, ତାପରେ ଏନ୍ଜୟମେଣ୍ଟସ୍ ଅଫ୍ ଦି ଏଇଟା କ'ଣ ଦେଖାଉନି ହେଲା। ଠିକ୍ ଅଛି, ସେଟା ଅଫ୍ ଦି ଭିଜିଟ୍, ତାପରେ ରହିଲା ୟୋର ଫିଲିଂ, ତାପରେ ଆଉ ରହିଲା ୟୁଜଫୁଲନେସ୍। ଠିକ୍ ଅଛି, ତ ଏମିତି ଆମର ଆଉଟଲାଇନ୍ ଦେଇକି ଲେଖିଲେ ସେ କହୁଛି 10 ମାର୍କ ଦେବା ପାଇଁ। ଠିକ୍ ଅଛି, ଏମିତି ଆଉଟଲାଇନ୍ ଦେଇକି ଲେଖିବା ପାଇଁ ହେଲା। ତାପରେ ଦେଖିବା ତାହେଲେ ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଇଛି। ତାପରେ ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା ସପୋଜ ୟୁ ଆର୍ ସିମରାଜ ସାରାଲ ଷ୍ଟୁଡେଣ୍ଟ ଅଫ୍ କ୍ଲାସ୍ IX ହେଲା, ଅଫ୍ କେଉଁ ସ୍କୁଲ? ଏଟା ଏଫ୍ ଏମ୍ ହାଇସ୍କୁଲ କୋରାପୁଟ। ରାଇଟ୍ ଏନ୍ ଆପ୍ଲିକେସନ୍ ଇନ୍ ଏବାଉଟ୍ 100 words ଟୁ ୟୋର ହେଡମାଷ୍ଟର କ'ଣ? ଟୁ ରିକ୍ୱେଷ୍ଟ to arrange extra coaching classes in English। ঠিক আছে, ଆଉ ରହିଲା ତାପରେ କ'ଣ ରହିଲା? ଇମାଜିନ୍ ୟୁ ଆର୍ ପ୍ରତୀକ ରାଉଲ ହୁ ଇଜ୍ ଷ୍ଟୁଡିଂ ଇନ୍ ପଞ୍ଚାୟତ ହାଇସ୍କୁଲ କେନ୍ଦ୍ରାପଡ଼ା ଆରାଇଭିଂ ହେଲା, advising him to take part in games and sports। ঠিক ଅଛି, এটা ରହିଲା 5 ମାର୍କ ଆପ୍ଲିକେସନ୍। ଆଉ ଟିକେ ରହିଲା କ'ଣ? ଆଉ ରହିଲା ଲେଟର। ତ ଦେଇଛି କ'ଣ? ରିଡ୍ ଦ ପ୍ୟାସେଜ ଆଣ୍ଡ ଆନ୍ସର ଦି କ୍ୱେଶ୍ଚନ୍ସ ଦ୍ୟାଟ୍ ଫଲୋଇଂ 1-2 words। ଠିକ୍ ଅଛି, ତାର ଏଠି ଗୋଟେ ମାର୍କର 5ଟା ପ୍ରଶ୍ନ ରହିଲା। ତ ଏଠି ଏଇ ପ୍ୟାସେଜ ଗୋଟେ ରହିଛି, ଏଇ ପ୍ୟାସେଜର ଆନ୍ସର ଖୋଜି କରିବ। ତ ଏଇଠି ସବୁ କ୍ୱେଶ୍ଚନ୍ ଦେଇଛି ତା ତଳେ। ଦେଲା କ'ଣ? ଫାର୍ଷ୍ଟ କ୍ୱେଶ୍ଚନଟା କ'ଣ ଦେଲା? ଚାଲ ଦେଖିବା। ଫାର୍ଷ୍ଟ କ୍ୱେଶ୍ଚନ କ'ଣ ଦେଲା? ହ୍ୱାଇ ୱାଜ୍ ମାକ୍ଲିଣ୍ଡା ନିଡ୍
ଅଫ୍ ଏ ଆଟ୍ରାକ୍ଟିଭ୍ ଡ୍ରେସ୍ ଆଣ୍ଡ ଜୁଏଲାରୀ। ଏଇଟା ଲେଖିଦେବ ଆନ୍ସରରେ ତା ପ୍ୟାସେଜରୁ, ତ ଏଇଠି 1 ମାର୍କ ମିଳିଯିବ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା? ହାଉ ମଚ୍ ହେଡ୍ ହାର୍ ହଜବେଣ୍ଡ ସେଭ୍ଡ ଫର୍ ବାଇଙ୍ଗ ଏ ଗନ୍। ଠିକ୍ ଅଛି। ତ ଏଟା ବି ରହିଲା 1 ମାର୍କର। ତମେ ଯଦି ଆନ୍ସର ଲେଖିଦେବ ତମକୁ 1 ମାର୍କ ଦେଇଦେବେ। ତାପରେ କ'ଣ ଦେଲା? ତାପରେ ଦେଲା ହ୍ୱାଇ ଡିଡ୍ ନଟ୍ ମାଲ୍ଟିନା ପ୍ଲିଜ୍ ଇଭେନ୍ ୱିଥ୍ ଆଟ୍ରାକ୍ଟିଭ୍ ଡ୍ରେସ୍। ଠିକ୍ ଅଛି। ଏଟା ବି ରହିଲା 1 ମାର୍କ। ତମେ ଯଦି ଆନ୍ସର ଲେଖିଦେବ ତମକୁ 1 ମାର୍କ ଦେଇଦେବେ। ଠିକ୍ ଅଛି। ତାହେଲେ ଦେଖିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଦେଲା? ହ୍ୱାଟ୍ ଡିଡ୍ ହାର୍ ହଜବେଣ୍ଡ ସଜେଷ୍ଟ ହାର୍। ତ ସେଇ ପ୍ୟାସେଜରେ ଆନ୍ସର ଅଛି। ସେ ପ୍ୟାସେଜରେ ଯଦି ତମେ ଆନ୍ସର ଲେଖିଦେବ ତମକୁ 1 ମାର୍କ ଦେଇଦେବ। ସେହିପରି ହ୍ୱାଇ ୱାଜ୍ ମାକ୍ଲିଣ୍ଡା ଭେରି ମଚ୍ ଇଣ୍ଟରେଷ୍ଟେଡ୍ ଟୁ ୱେୟାର କଷ୍ଟଲି ଡ୍ରେସ୍ ୱିଥ୍ ଜୁଏଲାରୀ। ତ ଏଟାରେ ବି ଆନ୍ସର ଲେଖିଦେବ ତମକୁ 1 ମାର୍କ ଦେଇଦେବେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା ଚାଲ କ'ଣ ଦେଇଛି। ଟ୍ରାନ୍ସଲେସନ୍ ଦେଖିପାରୁଥିବ। ଟ୍ରାନ୍ସଲେସନ୍ ଦେଇଛି ଏଠି କ'ଣ ଦେଇଛି? ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। ଠିକ୍ ଅଛି। ଓଡ଼ିଆ ଦେଇଛି, ତମେ ଇଂଲିଶ କରିବ। ଦେଇଛି ସଚିନ ତେନ୍ଦୁଲକର ଜଣେ ମହାନ କ୍ରିକେଟ ଖେଳାଳି। ତାପରେ ତମେ ଆନ୍ସର କରିଦେବ। ତାପରେ ସେ ମାତ୍ର 16 ବର୍ଷ ବୟସରେ କ୍ରିକେଟ ଖେଳ ଆରମ୍ଭ କରିଥିଲେ। ହେଲା। ତାପରେ ଲେଖିବ କ୍ରିକେଟରେ ସେ 100ଟି ଶତକ କ'ଣ ଇଏ କରିଛନ୍ତି। କ'ଣ କରିଛନ୍ତି କହିଲ? 100ଟି ଶତକ ଅର୍ଜନ କରିଛନ୍ତି। ହେଲା। ତାଙ୍କୁ ମଧ୍ୟ ବହୁତ ତାଙ୍କୁ ମଧ୍ୟ ହେଲା ମାଷ୍ଟର ହେଲା ଏମିତି କିଛି କ୍ୱେଶ୍ଚନ୍ ରହିଛି ଦେଖାଉନି କ୍ଲିୟର। ତ ଏଇଟା ଦେଖାଉନି 4 ନମ୍ବର ପଏଣ୍ଟଟା ହେଲା ଦେଖାଉନି। ତାହେଲେ ଏଇଟା କରିବା। ଶିକ୍ଷକ କହିଲେ ତୁମେ ନିୟମିତ କ'ଣ ଖବରକାଗଜ ପଢ଼ କି? ତାର କହିଲା ନାହିଁ ଆଜ୍ଞା। ଶିକ୍ଷକ କହିଲେ କ'ଣ? ଖବରକାଗଜ ଏକ ଶକ୍ତିଶାଳୀ ମାଧ୍ୟମ। ଭାଇ କହିଲା ଆପଣ ସେପରି କାହିଁକି କହୁଛନ୍ତି, କାହିଁକି ଭାବୁଛନ୍ତି? ଶିକ୍ଷକ କହିଲେ ସେମାନେ ଜନମତ ପ୍ରକାଶ କରନ୍ତି। ଠିକ୍ ଅଛି। ତ ଇଏର ଆନ୍ସର କରିଦେବ। ଏତିକି ତମର 5 ମାର୍କର ହେଇଯାଉଛି ହେଲା। ତ ପିଲାମାନେ ଭିଡ଼ିଓଟିକୁ ଏଇଠି ରଖୁଛି। ଜୟ ଜଗନ୍ନାଥ। ଆଉ ଯେଉଁମାନେ ଲାଇକ୍ କରିନ ଲାଇକ୍ କରିଦିଅ। ତ ପିଲାମାନେ ମୁଁ ଭିଡ଼ିଓଟିକୁ ଏଇଠି ରଖୁଛି। ତମେ ଯେଉଁମାନେ ଲାଇକ୍ କରିନ ଲାଇକ୍ କରିଦିଅ। ସବସ୍କ୍ରାଇବ୍ ବି କରିନ ସବସ୍କ୍ରାଇବ୍ କରିଦିଅ। ଭିଡ଼ିଓଟିକୁ ଏଇଠି ରଖୁଛି। ଜୟ ଜଗନ୍ନାଥ।